এই ପବିତ୍ର ଚିତ୍ରୋତ୍ପଳା ତୀର୍ଥର ଦୁଇ ପାର୍ଶ୍ୱରେ ଯେତେ ମହାପୁରୁଷମାନେ ବା ଦେବାଦେବୀମାନଙ୍କର ପୀଠ ରହିଛି, ଆମେ ସମସ୍ତଙ୍କୁ ଠିକ୍ ଭାବରେ ନ ଜାଣିଥିଲେ ବି ସମସ୍ତଙ୍କୁ ଗୋଟିଏ ପ୍ରଣାମ ଜଣାଉଛୁ ଏବଂ ସମସ୍ତଙ୍କର ସୁଖ ଶାନ୍ତି ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛୁ। କାରଣ ଆମର ଶାସ୍ତ୍ରରେ ଲେଖା ଅଛି, ଦେଖ ଏ ଯେତେ ନଦ ନଦୀ ପ୍ରବାହେ ମିଳନ୍ତି ଜଳଦି, ଲବଣ ଜଳେ ସେ ମିଶନ୍ତି ସୁନାମ ଗୁଣ ପାଶରେ। ଇଏ ପୃଥିବୀରେ ଖାଲି ଆମ ଭାରତ ନୁହେଁ, ସମଗ୍ର ପୃଥିବୀରେ ଯେତେ ନଦ ନଦୀ ରହିଛନ୍ତି, ଏମାନେ ନିଜ ନିଜ କକ୍ଷରେ ପ୍ରବାହିତ ହେଉଛନ୍ତି, କିନ୍ତୁ ତାଙ୍କର ଶେଷ ପ୍ରବାହର ଶେଷ ସ୍ଥାନଟି ହେଉଛି ସମୁଦ୍ର। ସିଏ ଯେଭଳି ଭାବରେ ହେଲେ ବି ସେ ସମୁଦ୍ର ଭିତରେ ବିଲୀନ ହେବେ। ଆଉ ସମୁଦ୍ର ଗୋଟେ ଏମିତି ତୀର୍ଥ, ଯେଉଁ ତୀର୍ଥରେ ସବୁ ତୀର୍ଥମାନଙ୍କର ମିଶ୍ରଣ ହୋଇଛି। ସେ ପାଣିଟି ଲୁଣିଆ, ତାର ଜୁଆର ଏସବୁ ଭୟଙ୍କର, କିନ୍ତୁ ସମୁଦ୍ର ହେଉଛି ଏମିତି ଏକ ତୀର୍ଥ, ଯେଉଁ ତୀର୍ଥରେ ବା ଯେଉଁ ତୀର୍ଥକୁ ଆମେମାନେ କେହି ଦେଖିନଥିବା, ସବୁ ତୀର୍ଥର ଆଦ୍ୟ ଆଉ ଶେଷ ଇଏ ହେଉଛନ୍ତି ସମୁଦ୍ର। ଠିକ୍ ସେହିପରି ଇଏ ହେଉଛି ଗୋଟିଏ ପବିତ୍ର ଚିତ୍ରୋତ୍ପଳା ତୀର୍ଥ। ଏହି ଚିତ୍ରୋତ୍ପଳା ତୀର୍ଥର ଦୁଇ ପାର୍ଶ୍ୱରେ ବିଭିନ୍ନ ସାଧୁସନ୍ତମାନଙ୍କର ଆସ୍ଥାନ ରହିଛି। ଯେତେବେଳେ କଳି ଭାରତବର୍ଷକୁ ପ୍ରବେଶ କଲା, ଗୋଟେ ଭୟଙ୍କର ରୂପରେ ସେ ପ୍ରବେଶ କଲା। ତାକୁ ଦେଖିକିରି ଋଷି ସାଧୁସନ୍ତମାନେ ସେ ରୂପକୁ ଦେଖିକିରି ଆଗେ ଡରିଲେ। ଇଏ କ'ଣ, ଇଏ ଗୋଟିଏ କୋଉଠୁ ଆସିଲା, ଇଏ କ'ଣ ଏମିତି ଗୋଟେ ଭୂତ କି ପ୍ରେତ କି ଯକ୍ଷ କି ରାକ୍ଷସ କିଛି ଜଣାପଡ଼ିଲା। ସେ ଯେତେବେଳେ ପ୍ରବେଶ କଲା, ସେ ସାଧୁସନ୍ତମାନଙ୍କୁ ଆହ୍ୱାନ ଦେଲା ଯେ ବର୍ତ୍ତମାନ ରାଜ୍ୟ ହେଉଛି ମୋର, ଇଏ ଯୁଗ ହେଉଛି ମୋର। ତମେ ସତ୍ୟ ଯୁଗରେ ଥିଲ, ତ୍ରେତୟା ଯୁଗରେ ଥିଲ, ଦ୍ୱାପର ଯୁଗରେ ବି ଥିଲ। ବର୍ତ୍ତମାନ କଳି ଯୁଗରେ ବର୍ତ୍ତମାନ ମୁଁ ହେଉଛି ରାଜା। ମୁଁ ଏକୁଟିଆ ରହିବି, ତୁମେ ସମସ୍ତେ ଏଠୁ ପଳା। ଯଦି ନ ଯିବ ତାହେଲେ ତୁମକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ଇଏ ଯେତେବେଳେ ଋଷିମାନେ ଏହି କଥା ଶୁଣିଲେ, ସେମାନଙ୍କ ଭିତରେ ଋଷିମାନଙ୍କ ଭିତରେ ଆଉ କ'ଣ ବନ୍ଧୁକ ନା ଧନୁଷର ଥିଲା। ସିଏ ବସିକିରି ଭଗବତ ଚିନ୍ତନ କଲେ ଯେ କଳି ଯେଉଁଭଳି ଭାବରେ ଆମ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଆମେ ବର୍ତ୍ତମାନ ଯିବୁ କୁଆଡ଼େ? ଆମେ କ'ଣ କରିବା? କିଏ କେଉଁ ପାହାଡ଼ ପର୍ବତ ନଦୀ ଗୁମ୍ଫାରୁ ଆଇଥିଲା, ସେ ସବୁ ଯିବେ କୁଆଡ଼େ?
ସେତେବେଳେ ଗୋଟିଏ ଶୂନ୍ୟବାଣୀ ତାଙ୍କ କାନରେ ମାନେ ଶ୍ରବଣ ହେଲା ଯେ ତୁମେମାନେ ବର୍ତ୍ତମାନ ଯେଉଁମାନେ ଉତ୍ତର ଦିଗରେ ଅଛ ଆଉ ଯେଉଁମାନେ ଦକ୍ଷିଣ ଦିଗରେ ଅଛ ସମସ୍ତେ ଏକ ସାଙ୍ଗରେ ଚାଲ। ତମେ ଉତ୍ତର ପଟୁ ଯିବ, ସେମାନେ ଦକ୍ଷିଣ ପଟୁ ଆସିବେ। ଯେଉଁ ନଦୀଟି ଅନେକ ନଦୀ ପଡ଼ିବେ, ବୈତରଣୀ ତୀର୍ଥ ପଡ଼ିବେ, ମହାନଦୀ ପଡ଼ିବେ, ବହୁତ ତୀର୍ଥ ପଡ଼ିବ। ତମକୁ ଯେଉଁ ତୀର୍ଥଟି ଭଲ ଲାଗିବ ସେଇ ତୀର୍ଥର ଉଭୟ ପାର୍ଶ୍ୱରେ ନିଜ ନିଜର ଆସନ ପାତି ସେଇଠି ତୁମେ ତପସ୍ୟା କରିବ, ସେଇଠି ବି ତୁମେ ଦେହତ୍ୟାଗ କରିବ ଏବଂ ସବୁଦିନ ପାଇଁ ତୁମେ ସେଇଠି ଲୋକମାନଙ୍କ ଦ୍ୱାରା ପୂଜା ପାଇବ। ଇଏ କଥାଟା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା ସେଇଟାକୁ ମଧ୍ୟ ସେମାନେ ଭାବିଲେ। ଯେତେବେଳେ ଗୋଟେ ଶୂନ୍ୟବାଣୀ ସେମାନେ ପାଇଛନ୍ତି, ସେ ଶୂନ୍ୟବାଣୀଟାକୁ ପରମାତ୍ମାଙ୍କର ବାଣୀ ବୋଲି ଭାବି ସେମାନେ ଉତ୍ତର ଆଉ ଦକ୍ଷିଣ ପଟରୁ ସମସ୍ତେ ଚାଲିବା ଆରମ୍ଭ କଲେ। ହାତରେ କମଣ୍ଡଳୁ, ଆଉ ଗୋଟିଏ ହାତରେ ମାନେ ଚିମୁଟା, ଏମିତି ଗୋଟେ ସାଧୁ ସନ୍ତର ଭେଷରେ। ଆଜିକାଲି ସେ ସାଧୁ ସନ୍ତ କାହିଁକି ଦେଖାଯାଉନାହାନ୍ତି, ବିଭୂତି ବଳି ହେଇଗଲେ ଇଏ କଲେ ଏମିତି ସବୁ ଚାଲିଲେ। ଆଉ ଆସିଲେ ଅନେକ ନଦୀ ସେ ଭେଟିଛନ୍ତି, ପୂର୍ଣ୍ଣତୟା ବୈତରଣୀ, ମହାନଦୀ, ଏ ସବୁ ବୁଲି ବୁଲିକିରି ଆସି ଶେଷରେ ଏଇ ତୀର୍ଥରେ ପହଞ୍ଚେ। ଏଇ ଯେଉଁ ଚିତ୍ରୋତ୍ପଳା ନଦୀ, ଏହାର ଆୟତନ ବହୁତ କମ୍। ଇଏ ବିରାଟ ବା ବିଶାଳ ନଦୀ ନୁହେଁ, ଇଏ ଗୋଟିଏ ମହାନଦୀର ଶାଖା ନଦୀ। ତେଣୁ ଏଇ ନଦୀଟିକୁ ସେମାନେ ପସନ୍ଦ କଲେ ଯେ ଏଇ ନଦୀର ଦୁଇ ପାଖରେ ଯେଉଁ ଜଙ୍ଗଲ ସବୁ ରହିଛି, ପ୍ରକୃତରେ ବି ଜଙ୍ଗଲ ଥିଲା, ଝାଡ଼ ଥିଲା, ତେଣୁ ଏଇଠି ଆମେ ରହିଯିବା। ତେଣୁ ସମସ୍ତେ ଗୋଟି ଗୋଟି କରି ଗୋଟିଏ ଗୋଟିଏ ବାଙ୍କରେ ରହିଲେ। ଇଏ ପାଖ ବାଙ୍କରେ ରହିଲେ, ସେ ପାଖ ବାଙ୍କରେ ରହିଲେ। ଏମିତି ବାଙ୍କରେ ରହୁ ରହୁ ଯେତେବେଳେ ଚିତ୍ରୋତ୍ପଳା ମିଶିଲା ଯାଇ ନୁଣା ନଦୀରେ, ସେତେବେଳେ 7 ଜଣ ସାଧୁ, ତାଙ୍କ ପାଇଁ ଆଉ ବାଙ୍କ ନାହିଁ। ଏହା ରହିବ କୋଉଠି? ତମେ ସବୁ ଚିତ୍ରୋତ୍ପଳା ତୀର୍ଥରେ ରହିଲ, ଆମେ ବର୍ତ୍ତମାନ ଯିବୁ କୁଆଡ଼େ? ଆମେ 7ଟି ଲୋକ ଅଛୁ, ଆମ ପାଇଁ 7ଟି ବାଙ୍କ ଦରକାର। ତୁମର ଗୋଟିଏ ବାଙ୍କ ବି ନାହିଁ। ଆଉ ସମସ୍ତେ ତାଙ୍କୁ ଆଶୀର୍ବାଦ କଲେ, ତୁମେ 7 ଜଣ ଯାକ ମିଶିକିରି ଏଇଠି ରୁହ। କୁଆଁର ପାଳ, ଯେଉଁଠି ଲୁଣା ଆଉ ଚିତ୍ରୋତ୍ପଳାଙ୍କର ମିଶ୍ରଣ ସ୍ଥଳୀ। ଏଇ 7ଟି ବାଙ୍କରେ, ଏଇ ବାଙ୍କରେ ତୁମେ ରୁହ। ତୁମେ 7 ଥର ବୃକ୍ଷ ରୂପରେ ଜନ୍ମ ହେବ। ଚିତ୍ରୋତ୍ପଳା ପାଣିରେ ସେ ବୃକ୍ଷ ପୁଣି ଭାସିଯିବ। ସିଏ ଭାସିଗଲା ପରେ ଆଉ ଗୋଟିଏ ବୃକ୍ଷ ପୁଣି ଜନ୍ମ ନେବ। ଯେତେବେଳେ 7ଟି ବୃକ୍ଷ ପୂର୍ଣ୍ଣ ହେଇଯିବ, ସେତେବେଳେ ଜାଣିବ ଯେ ଗୋଟେ କଳିର ପ୍ରଭାବ କମୁଛି। ପ୍ରକୃତରେ ସେମାନେ ସେଠି 7 ଜଣ ରହିଲେ। ଲେଖିଛନ୍ତି ମଧ୍ୟ, କୁଆଁର ପାଳରେ କୁଆଁରୀ ବଟ ଦିନେ ସାଧୁଙ୍କର ହୋଇବ ଭେଟ। ଏମିତି ଗୋଟେ କଥା ଅଛି। ଆଉ କେତେ ଗୁଡ଼ିଏ ପଦ ଥିବ, ସେଇଟାକୁ
ମୁଁ ସବୁ ମାଳିକା ପଢ଼େନି ନା ମୁଁ ଜାଣେନି। ଏଇ ଯେଉଁ ଚିତ୍ରୋତ୍ପଳା, ପ୍ରାଚୀନ ଚିତ୍ରୋତ୍ପଳା, ଏଇ ଚିତ୍ରୋତ୍ପଳା ଗୋଟେ ତାର ପ୍ରଥମ ଇତିହାସ ହେଉଛି ଗୋଟେ ନାରୀ ରୂପରେ ଯେତେବେଳେ ସେ ଚାଲୁଥିଲା, ତାକୁ ଗୋଟାଏ ଅସୁର ତାକୁ ତା ପଛେ ପଛେ ଗୋଡ଼େଇଲା। ତେଣୁ ସେ ଦେଖିଲା ଯେ ମୁଁ ଆଉ କବଳରୁ ରକ୍ଷା ପାଇପାରିବିନି, ଏ ତ ସହଜେ କଳିଯୁଗ, କ'ଣ କରିବା। ତାକୁ ବି ଗୋଟେ ଶୂନ୍ୟବାଣୀ ହେଲା, ସେଇ ପରମାତ୍ମାଙ୍କ ଦ୍ୱାରା ସବୁ ହେଉଛି। କେଉଁଠି ଟିକେ ଅତି ମାନେ ଟିକେ ଅଧିକ ଲେଖା ହେଇଥିବ, କେଉଁଠି କମ୍ ଲେଖା ହେଇଥିବ, କିନ୍ତୁ ସତ୍ୟ ହିଁ ସତ୍ୟ। ଯେ ତୁମେ ସିଧା ସିଧା ଦୌଡ଼ିବନି। ଯଦି ତୁମେ ସିଧା ସିଧା ଦୌଡ଼ିବ, ଇଏ ଯେଉଁ ରାକ୍ଷସ ତମ ପଛରେ ଗୋଡ଼େଇଛି, ଇଏ ତୁମକୁ ନିଶ୍ଚିତ ଭାବରେ ଗ୍ରାସ। କେମିତି କ'ଣ ଦୌଡ଼ିବି ନା, ତୁମେ ବଙ୍କେଇ ବଙ୍କେଇ ଦୌଡ଼ିବ ସର୍ପଗତି। ତୁମେ ଯେତେ ବଙ୍କେଇ ଚାଲିବ, ଅସୁରର ଯେଉଁ ପ୍ରାଦୁର୍ଭାବ, ତା ଚାଲିଚଳନ ସେ ନିଶ୍ଚିତ ଭାବରେ କମ୍ ହେବ। ପ୍ରକୃତରେ ସେଦିନ ଏଇ ଚିତ୍ରୋତ୍ପଳା ନାମକ ଯେଉଁ ନାରୀ, ସେ ରକ୍ଷା ପାଇଥିଲେ ଏବଂ ଅସୁର ଚିତ୍ରୋତ୍ପଳାଙ୍କୁ ଗୋଡ଼େଇ ଗୋଡ଼େଇ ସମୁଦ୍ର ପର୍ଯ୍ୟନ୍ତ ଯାଇଥିଲେ। ଯେଉଁ ସମୁଦ୍ର ଆପଣ ଦେଖୁଛନ୍ତି ପାରାଦୀପ ନିକଟରେ, ପାରାଦୀପ ଅଳ୍ପ ବାଟ, ସେଇ ସମୁଦ୍ର କୂଳରେ ସେ ଅସୁର ସେ ସମୁଦ୍ର ଭିତରେ ମିଶିଗଲା। ସେଇ କେତେ ହଜାର ବର୍ଷ ତଳର କଥା, ସେଇ କଥାଟା ଆଜି ପର୍ଯ୍ୟନ୍ତ ଅଛି। କିଏ ମାନେ ଆକୁ ଟିକେ କମ୍ କରି କହୁଛି, କିଏ ବେଶୀ କରି କହୁଛି, କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ପଡ଼ିବ, ଆମେ ସମସ୍ତେ ଚିତ୍ରୋତ୍ପଳା କୂଳର ଅଧିବାସୀ। ଆମର ଯେଉଁ ଆଶ୍ରମଟି ଠାକୁରଙ୍କର ଅନନ୍ତଙ୍କ କ୍ଷେତ୍ରଟି ରହିଛି, ସେ ମଧ୍ୟ ମହାନଦୀ ଚିତ୍ରୋତ୍ପଳା ତ୍ରିକୋଣ ଭୂମିରେ ତାର ଅବସ୍ଥା। ଆମେ ସମସ୍ତେ ଗୋଟେ ତୀର୍ଥ କୂଳରେ ବାସ କରୁଛୁ। ଏଇ ତୀର୍ଥ କୂଳରେ ମୋର ଅନେକ ସମୟ ଗତ ହେଇଛି। ମୁଁ ସେସବୁ କହିକିରି ମାନେ ସେ କହିବାକୁ ଚାହୁଁନି। ଏଇ ତୀର୍ଥ କୂଳରେ ମୋତେ ମାଡ଼ ବି ଖାଇଛି, ଭାତ ବି ଖାଇଛି, କଞ୍ଚା କଖାରୁ ବି ଖାଇଛି, ସବୁ ଖାଇଛି। ଏଇ ତାର ନଈଗୁଆଁ, ଏଇ ଯେଉଁ ନଈଗୁଆଁ ଯେଉଁ ଧାମ ହେଇଛି, ସେଇଠି ତ ଆମେ ମାଡ଼ ଖାଇଛୁ। ସେତେବେଳେ ନଈଗୁଆଁରେ କିଛି ନ, ତେବେ ଏଇ ତୀର୍ଥରେ ବହୁ କଥା ଆମେ କରିଛୁ। ସେପାଖ କୂଳରେ ବଳଦେବ ଆସିଲେ, ବଳଦେବଙ୍କର ମୂର୍ତ୍ତି ଆସିଲା। ଆଜି ସେଇ ବଳଦେବ ପୂଜା ପାଉଛନ୍ତି ନୂଆଗଡ଼ ପାଖରେ। ଏପଟରେ ଆସିଲେ ଜଗନ୍ନାଥ, ମଝିରେ ଆଇଲେ ସୁଭଦ୍ରା ଡଙ୍ଗାରେ ବସିକିରି ଆଇଲେ, ଡଙ୍ଗାରେ ବି କୀର୍ତ୍ତନ ହେଲା। ବଳଦେବଙ୍କୁ ଲୋକ ନେଇକିରି ଆଇଲେ, ତାଙ୍କ ପଛରେ କୀର୍ତ୍ତନ ଚାଲିଲା। ଜଗନ୍ନାଥ ତ ଆଇଲେ। ଆଉ ଇଏ ତୀର୍ଥଟି ଏକ ସମୟରେ ଆହୁରି ଗୋଟେ ମହାନ ତୀର୍ଥରେ ପରିଣତ ହେଲା। ତାପରେ ଇଏ ତୀର୍ଥ ପରେ ବ୍ରହ୍ମା ବିଷ୍ଣୁ ଗଲେ। ତାପରେ ଏଇ ତୀର୍ଥରେ ଯେତେ ବଟବୃକ୍ଷ, ସବୁ ବଟବୃକ୍ଷଙ୍କ ପାଖରେ ଆମେ ପତାକା ସବୁ ଉଡ଼େଇଥିଲୁ। ସବୁ ଜାଗାରେ ଆମର ପଞ୍ଚୁପତାର ପୂଜା ମଧ୍ୟ ଦିଆହେଇଥିଲା। ଆପଣମାନଙ୍କର କାହାର ମନେ ଟିକେ ଟିକେ ବୋଧେ ଥିବ କି କ'ଣ, ଏଇ ନଦୀରେ ମୁଁ 3 ଥର ନାବ କେଳି କରିଛି।
ଏ ମୁଣ୍ଡରୁ ସେ ମୁଣ୍ଡୁ ଯାକେ କୀର୍ତ୍ତନ କରି କରିକିରି ଆମେ ଯାଇଛୁ ଏବଂ ଆଇଛୁ। ତେଣୁ ଇଏ ନଦୀ ସହିତ ଆମର ସମ୍ପର୍କ ଅତି ଘନିଷ୍ଠ। କିନ୍ତୁ ନଦୀ କୂଳରେ ଆମର ସବୁ ଯିଏ ଯିଏ ଭକ୍ତମାନେ ସବୁ ସେତେବେଳେ କ'ଣ ଥିଲେ, ସେ ସବୁ କେତେକ ଦୁନିଆରୁ ଗଲେଣି, ଆଉ କେତେକ ବି ଚୁପଚାପ ରହିଲେଣି। ତେଣୁ ଆଉ ଆମକୁ ସିନା କିଏ ଡାକିଲେ ଆମେ ଆସିବୁ, ଆମେ କ'ଣ ମନକୁ ମନ ନେଇ କାହା ଘରେ ପହଞ୍ଚୁ, ପାନ ଖଣ୍ଡେ ଦିଅ, ଚାହା ଟିକେ ଦିଅ, ଆମେ ଯିବୁ ଖାଇକିରି କରୁ। ତେଣୁ ଯାହା ହଉ, ବନ୍ଧୁପୁରର ସୁଦୁଖଣ୍ଡ ଗ୍ରାମରେ ଏଇ ବ୍ରହ୍ମାନନ୍ଦ ଦାସଙ୍କ କଥା କହୁଥିଲେ, ତାଙ୍କ ଘରେ ଅନେକ ଦିନ କଟିଛି। ଅଚ୍ୟୁତଙ୍କ ପାଖରେ ସର୍ବପ୍ରଥମ ତୁଳସୀ ବେଶ ଯଦି କେହି କରିଛି, ସେଇଟା ଶିଶୁ ଅନନ୍ତ ଆଶ୍ରମ କରିଛି। ଏବେ ବି ତୁଳସୀ ଫଟୋ ଅଛି। ଦ୍ୱିତୀୟରେ ପଦ୍ମ ବେଶ ହେଇଛନ୍ତି। ତୁଳସୀ ବେଶ, ପଦ୍ମ ବେଶ ନେମାଳରେ କରାଯାଇଛି। ବ୍ରହ୍ମାବଣ ବିଷ୍ଣୁବଣ ସବୁ ଥିଲା ସେତେବେଳେ। ସେଇ ବଣରେ ବଳିଆ ବି ଥିଲା। ଏଇଭଳି ସବୁ କଥା ଆର ସବୁ ରହିଛି। ତେବେ ଏତିକି ଖାଲି ମନେ ରଖନ୍ତୁ, ମୁଁ ନିଜ ଇତିହାସ କହୁନି, ଏଇ ତୀର୍ଥରେ ମୁଁ 2 ଜଣ ସାଧୁଙ୍କୁ ଦେଖିଛି। ଦି ଜଣ କାହିଁ 3 ଜଣଙ୍କୁ ଦେଖିଛି। ଗୋଟିଏ ବି ଅଛି, ଆଉ ଗୋଟିଏ ତାର କୁଆଡ଼େ ଦେହ ତ୍ୟାଗ କଲାଣି। ସିଏ କୁକୁଡ଼ା ତରକାରୀ ବ୍ୟତୀତ ସେ ଆଉ ଅନ୍ୟ ଏଇ ଯେଉଁ ଡାଲି, ଭାତ, ଡାଲମା, ଖଟା ଏଗୁଡ଼ାକ କିଛି ସେ ତାଙ୍କ ଦ୍ୱାରା ହବନି। ସେ ତାସ ଖେଳନ୍ତି, ଆଉ ତାଙ୍କ ଯେତେବେଳେ ଯାହା ମନ ହେଲା କରନ୍ତି। ଆଉ ଯିଏ କହିବ ଆମ ଘରେ ଟିକେ ଖାଆନ୍ତୁ, ସେ କହିବ ସେ କୁକୁଡ଼ା ଝୋଳ କଥା କହିବେ। ଆଉ ଏମିତି ହେଇକି ଯାଏ, ଖାଇକିରି ଯାଆନ୍ତି। କ'ଣ ଗୋଟା ପେଟୁ ଲୋକଟା କି କ'ଣ। କିଛି ବାଟ ଗଲା ପରେ ନିରୋଳାରେ ଯେତେବେଳେ ଅତି ନିରୋଳା, ଆଉ କେହି ଲୋକ ନଥିବେ, ତାକୁ ଠିଆ କରିବେ। ତାକୁ ଏମିତି ସିଧା କହିବେ, ତୁ ଅମୁକ ଦିନ ଅମୁକ ଜାଗାରେ ଏଇଆ କରିଥିଲୁ, ସତ କହ। ଏ ତ କାଠ ବହୁତ ମୁରାରି ହେଇଯିବ, ଆଉ କହିବ ନା ମୁଁ କରିଥିଲି। ଆଉ ହଉ ଯା, ଆଉ ଦିନେ କରିବନି। ଆଉ ତୋ ଦେହ ଯେଉଁ ରୋଗଟା ଅଛି କେତେରେ, ସେଇଟା ଏଇଠୁ ଗଲା, କାହା ଆଗରେ କହିବୁନି। ଯଦି ମୋ ନାଁ କୋଉଠୁ କହିବ, ସେ ରୋଗଟା ଆପଣ ତୋ ପାଖକୁ ପଳେଇ ଆସିବ। ସେ ଜଣେ କୋଉ ଟାଇପର ସନ୍ଥ ଥିଲେ ମୁଁ ବି ତାଙ୍କୁ ଜାଣିବି। ଇଏ ଗୋଟେ ସନ୍ଥ ପରେ ଆଉ ଜଣେ ଆକୁଳି ବାୟା, ସିଏ ଜଣେ ଥିଲେ, ଆପଣମାନେ ତାଙ୍କୁ ଦେଖିଥିବେ। ସେ ଖାଲି ବୁଲୁଥିଲେ, ଆକୁଳି ବାୟା। ଆଉ ବି ଜଣେ 2 ଜଣ କିଏ ଅଛନ୍ତି, ଏସବୁ ଗଲା। କହିବାର ଉଦ୍ଦେଶ୍ୟ, ଆମର ଶେଷ କଥାଟା ହେଉଛି ଏଇ ଚିତ୍ରଟୋଳା ଶେଷରୁ ମୂଳ ଯାକେ ଆମକୁ ଆଉ କେହି ଡାକୁନାହାନ୍ତି। ସମସ୍ତେ ଆମକୁ ଜାଣିଛନ୍ତି, କିନ୍ତୁ ଆଉ ବଳିଆଙ୍କୁ ଡାକିବୁ ବହୁତ ପଇସା ଖର୍ଚ୍ଚ ହେବ କି କ'ଣ, ସିଏ ଆଉ ସେ ପଇସା ପତ୍ରକୁ ଡରିକି ଆଉ କେହି ଡାକୁନାହାନ୍ତି। କେବଳ ବରଜଙ୍ଗା ଆଶ୍ରମ ସିଏ ବଳିଆକୁ ଡାକେ, ଆଉ ସିଏ ଗାଁ ଲୋକ ସମସ୍ତେ ବଳିଆକୁ ଭଲ ପାଆନ୍ତି। ତାପରେ ଦ୍ୱିତୀୟ ଘର ହେଉଛି ଭୂଇଁଆ ବାବୁଙ୍କ ଘର। ତେଣୁ କିଛି ଗୋଟେ ଆସିବା ପାଇଁ ସ୍ୱତନ୍ତ୍ର ସଭା ବି ଥାଏ। ଚିତ୍ରଟୋଳା ଦର୍ଶନ ହେବ। ଚିତ୍ରଟୋଳା ହେଉଛନ୍ତି, ଚିତ୍ରଟୋଳା କୂଳରେ ଯେତେ ଋଷିମାନେ ଅଛନ୍ତି, ସେ ଋଷିମାନେ ହେଉଛନ୍ତି ସମସ୍ତେ ଜଣେ ଜଣେ ସଦ୍ଗୁରୁ, ଗୁରୁ। ସେ ଅପ୍ରକଟ ହେଇଯାଇଛନ୍ତି, ଦେହରେ ନାହାନ୍ତି, କିନ୍ତୁ ସେ ହେଉଛନ୍ତି ଜଣେ ଜଣେ ଗୁରୁ। ତେଣୁ ଚିତ୍ରଟୋଳା କୂଳରେ ଆମେ
ଯେଉଁମାନେ ବି ଏଠି ଆମେ ଅବସ୍ଥାନ କରୁଛେ ବା ଚିତ୍ରୋତ୍ପଳାଙ୍କୁ ଦର୍ଶନ କରୁଛେ ଆମକୁ ଏତିକି ମନେ ରଖିବାକୁ ପଡ଼ିବ ଆମେ ଗୁରୁ ତୀର୍ଥରେ ଅଛେ। ଇଏ ହେଉଛି ଗୋଟିଏ ମହାନ ଗୁରୁ ତୀର୍ଥ। ଏଇ ଚିତ୍ରୋତ୍ପଳା ପୁଣି ଆଉ ଗୋଟେ ରୂପରେ ଆବିର୍ଭାବ ହେଇଛନ୍ତି, ତାଙ୍କ ନାଁ ହେଇଛି ପ୍ରାଚୀ। ଯେଉଁ ପ୍ରାଚୀ ତୀର୍ଥ କୂଳରେ କୋଣାର୍କ ମନ୍ଦିର ଗଢ଼ି ଉଠିଛି, ଯେଉଁଠି ଚନ୍ଦ୍ରଭାଗା ତୀର୍ଥ ରହିଛନ୍ତି, ଯେଉଁଠି କାକଟପୁର ମଙ୍ଗଳା ଅଛନ୍ତି, ଏଠି ତ ଆପଣଙ୍କର ହରଚଣ୍ଡୀ ଅଛନ୍ତି। ତେଣୁ ଏଇଭଳିଆ ଏ ଦିଓଟି ଯାକ ନଈ, ଯେଉଁଠି ମାଧବାନନ୍ଦ ଅଛନ୍ତି, ଏ ଦିଟା ଯାକ ନଈ ଆକୁ ଆମେ ସବୁ ବୁଲିଛୁ, ଦେଖିଛୁ ଏବଂ ଏବେ ବି ମନେ ପଡ଼ୁଛି। ସେ ତୀର୍ଥକୁ ସ୍ମରଣ କଲେ ଗୋଟେ କାୟ ବାକ୍ୟ ମନରେ ଗୋଟେ ପବିତ୍ରତା ଆପେ ଆପେ ସୃଷ୍ଟି। ଆମେ ତ ଅନେକ ଯେଉଁ ଚୂନ ଇଟା ପଥରରେ ମନ୍ଦିର କରୁ, କିନ୍ତୁ ଏ ତୀର୍ଥର ଦୁଇ ପାଖରେ ଯେଉଁ ମନ୍ଦିର, ଇଏ ସବୁ ହେଉଛନ୍ତି ବୃକ୍ଷ। କେଉଁଠି ବଟ ବୃକ୍ଷ, କେଉଁଠି ଅଶ୍ୱତ୍ଥ ବୃକ୍ଷ। ଆମେ ମଧ୍ୟ ଅନେକ ଜାଗାରେ ଗଛ ବି ଲଗେଇଛୁ ଏବଂ ବହୁ ଆଡ଼ମ୍ବର ଭାବରେ ବଳିଆ ଯାଇଛି, ସମୁଦ୍ର ପର୍ଯ୍ୟନ୍ତ ଯାଇଛି। ତେଣୁ ଆଜି ସେହି ପବିତ୍ର ସନ୍ଧ୍ୟାରେ ଆପଣମାନେ ଆମେ ଗୋଟେ ପାରିବାରିକ ଜୀବନ ହେଲେ ବି ଗୋଟେ ଯେଉଁଠି ଶ୍ରଦ୍ଧା ଅଛି ସେଠି ସବୁ ଅଛି। ଗୋଟେ ପରିବାର ପରିସରରେ ରହି ଆମେ ଟିକେ ପ୍ରାର୍ଥନା କଲେ କି ଟିକେ କଥାବାର୍ତ୍ତା ହେଲେ, ଏଇ ହେଉଛି ଆପଣ ଏଠି ସୁଖ ଅଛନ୍ତି, ପରୀକ୍ଷିତ ଅଛନ୍ତି। ସେ କାହା ସାଙ୍ଗରେ କଥାବାର୍ତ୍ତା ହେଉଥିଲେ? ସୁଖ ତ ଏଠି ବହିଛନ୍ତି, ପରୀକ୍ଷିତ ଏଠି ବହିଛନ୍ତି। ସେ କେଉଁଠି କାହା ସାଙ୍ଗରେ ବସି କଥାବାର୍ତ୍ତା ହେଉଥିଲେ? ସେ ବି ଦିନେ ନୈମିଷା ଅରଣ୍ୟ ବୋଲି ଜଙ୍ଗଲ ଥିଲା। ସେ ଜଙ୍ଗଲ ଭିତରେ କାହା ସାଙ୍ଗରେ କ'ଣ କଥାବାର୍ତ୍ତା ସେ ହେଉଥିଲେ? ତେଣୁ ଇଏ ସବୁ ହେଉଛି ଗୋଟେ ଗୋଟେ ଭଗବତ ମହିମାର ସ୍ୱରୂପ। ତେଣୁ ଆପଣମାନେ ଏଠି ରହିଛନ୍ତି, ମଝିରେ ମଝିରେ ଏମିତି ଆମେ ଆସିବୁ ନ ଆସିବୁ କହିହେବନି। ଆପଣମାନଙ୍କର ଉପସ୍ଥିତି ନିହାତି ଦରକାର। ଆର ବର୍ଷ ତ ଆସିଥିଲି, ଏ ବର୍ଷ ଟିକେ ଆଇଲି। ମୁଁ ଅସୁସ୍ଥ ଥିଲେ ବି ମୁଁ କହିଲି ନାହିଁ ଟିକେ ବୁଲି ଆସିବା। ତେଣୁ ଶେଷରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇ ଏହି ପବିତ୍ର ଚିତ୍ରୋତ୍ପଳାଙ୍କୁ ପ୍ରଣାମ ଜଣାଇ ରହୁଛି।